ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ ଯିଏକି ସୂର୍ଯ୍ୟବଂଶୀ। ଆପଣ ଭାବୁଥିବେ ଯେ ମୋହନ ମାଝୀ ବର୍ତ୍ତମାନ କଟିଗଲେ, କାରଣ ମୋହନ ମାଝୀ ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଅଛନ୍ତି କିଛି କଥା କହିପାରୁନାହାନ୍ତି ଏବଂ ସିଏ କଟିଯିବେ। ସୂର୍ଯ୍ୟବଂଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ। ଆପଣ ଭାବିପାରୁଥିବେ ଯେଉଁଭଳି ଭାବରେ ପୋଜିସନରେ ସୂର୍ଯ୍ୟବଂଶୀ କାମ କରୁଛନ୍ତି, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଦରକାର। କାରଣ ଯେଉଁଭଳିଆ ଭାବରେ ପରିସ୍ଥିତି ସୃଷ୍ଟି ହେଇଛି, ମୋହନ ମାଝୀ କିଛି କାମ କରିପାରୁନାହାନ୍ତି, ନା ସ୍ପିଚ୍ ଦେଇପାରୁଛନ୍ତି, ନା ଓଡ଼ିଆରେ ଲେଖିପାରୁଛନ୍ତି। ଆପଣ ଭାବିପାରୁଥିବେ ଯଦି ଏଇଭଳିଆ ଲୋକଙ୍କୁ ହାତରେ ଦିଆଯାଏ ତାହେଲେ ନିଶ୍ଚିନ୍ତ ଓଡ଼ିଶା ବର୍ବାଦ ହେଇଯିବ। ସେଥିପାଇଁ ବର୍ତ୍ତମାନ ବିଜେପି ନିଜେ କହିଛନ୍ତି ଯେ ସୂର୍ଯ୍ୟବଂଶୀ ଏବେ ନୂଆ ମୁଖ୍ୟମନ୍ତ୍ରୀ ହେବେ, ନୂଆ ଶପଥ ଗ୍ରହଣ କରିବେ ଏବଂ ନିଶ୍ଚିନ୍ତ ଭାବରେ ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର। ସୂର୍ଯ୍ୟବଂଶୀ ଜଣେ ନେତା ଯିଏକି ନବୀନ ପଟ୍ଟନାୟକକୁ ଟକ୍କର ଦେଲା ଭଳିଆ ନେତା। ସିଏ ନିଶ୍ଚିନ୍ତ ଭାବରେ ଦେଶକୁ ଚଳାଇବା ସହିତ ରାଜ୍ୟକୁ ନିଶ୍ଚିନ୍ତ ଭାବରେ ଚଳାଇବେ। ଆପଣ ମତରେ ସୂର୍ଯ୍ୟବଂଶୀ ଠିକ୍ ନା ଭୁଲ ଆପଣ କମେଣ୍ଟ କରି କୁହନ୍ତୁ। ଭିଡ଼ିଓକୁ ବହୁ